Hello students, myself Pakun. Welcome to my channel SRS Education Hub. Today we will discuss the story of class 10, The Village Judge. So let's start. The Village Judge, the ଗ୍ରାମ ନ୍ୟାୟାଧୀଶ ବା ଯାହାକୁ ଆମେ ପଞ୍ଚ ବୋଲି କହିଥାଉ। ବିଫୋର୍ ୟୁ ରିଡ୍ ଦେଖ, ଡୁ ୟୁ ସମଟାଇମ୍ସ fight with your brothers and sisters? Who do you go to settle your quarrel? Or do you sometimes ତମେ କ'ଣ ବେଳେବେଳେ ଫାଇଟ୍ କର କି ଝଗଡ଼ା କର କି with your brothers ତୁମ ଭାଇମାନଙ୍କ ଭିତରେ ବା ଭାଇମାନଙ୍କ ସହ and sister ଭଉଣୀମାନଙ୍କ ସହ ବା ଭଉଣୀମାନଙ୍କ ଭିତରେ ଝଗଡ଼ା କର କି? ତ who do you go to settle your quarrel? ତେବେ ତୁମେ କାହା ପାଖକୁ ଯାଅ ତୁମ କଳହକୁ ସମାଧାନ କରିବା ନିମନ୍ତେ? ଟୁରେ କହୁଛି why do people go to the judge? Why do people go to the judge? ଲୋକମାନେ କାହିଁକି ଜଜ୍ଙ୍କ ପାଖକୁ ଯାଆନ୍ତି, ବିଚାରପତି ପାଖକୁ କାହିଁକି ଯାଇଥାନ୍ତି? ନମ୍ବର 3 କହୁଛି do you know about the village punch? ତମେ କ'ଣ ଜାଣ କି ଯେଉଁ ଗାଁର ପଞ୍ଚଙ୍କ ବିଷୟରେ ବା ଯେଉଁ ନ୍ୟାୟାଧୀଶଙ୍କ ବିଷୟରେ? Can you tell the class what you know? Can you tell ତମେ କ'ଣ କହିପାରିବ କି the class what you know? ତୁମେ କେଉଁ ଶ୍ରେଣୀର ଜାଣିଛ ବା ସେ କେଉଁ ପ୍ରକାରର ହେଇଥାଏ? The title of the story you are going to read is The Village Judge. The title of the story ଏହି ବିଷୟଟିର ବା ଏହି ଗପଟିର ଯେଉଁ ଶିରୋନାମ ରହିଛି ବା ଯେଉଁ ନାମଟି ରହିଛି, you are going to study ତୁମେ ଅଧ୍ୟୟନ କରିବା ପାଇଁ ଯାଉଛ ବା ପଢ଼ିବା ପାଇଁ ଯାଉଛ, ତାହା ହେଉଛି ଭିଲେଜ୍ ଜଜ୍ ଗ୍ରାମ ନ୍ୟାୟାଧୀଶ ବା ଗାଁ ବିଚାରପତି। Do you think it will be a story about friendship or enmity? Do you think ତମେ ଭାବୁଛ କି it will be a story ଏହା କେଉଁ ବିଷୟରେ ଗଳ୍ପଟେ ହେଇଥିବ? About friendship ଗୋଟେ ବନ୍ଧୁତା ବିଷୟରେ ହେଇଥିବ, or enmity ନା ଶତ୍ରୁତା ବିଷୟରେ ହେଇଥିବ। ଠିକ୍ ଅଛି, ଏବେ ଆମେ ଦେଖିବା ତାର ପ୍ରଥମ ୟୁନିଟ୍ ରହିଛି। ଟେକ୍ସଟ କ'ଣ ଦେଇଛି ନା ଜୁମନ ଶେଖ and ଅଲଗୁ ଚୌଧୁରୀ we are great friends. ଜୁମନ ଶେଖ ଏବଂ ଅଲଗୁ ଚୌଧୁରୀ ଯିଏକି we are great friends ଦୁଇ ଜଣ ମହାନ ବନ୍ଧୁ ଥିଲେ ବା ବହୁତ ଭଲ ବନ୍ଧୁ ଥିଲେ। each trusted the other completely. each ତ ପ୍ରତ୍ୟେକ, trusted the other ପ୍ରତ୍ୟେକ ବିଶ୍ୱାସ କରୁଥିଲେ ପରସ୍ପରକୁ ବା ଅନ୍ୟକୁ, କମ୍ପ୍ଲିଟଲି ପୂର୍ଣ୍ଣାଙ୍ଗ ରୂପେ ବା ସମ୍ପୂର୍ଣ୍ଣ ରୂପେ ପରସ୍ପରକୁ ବିଶ୍ୱାସ କରୁଥିଲେ। ଜୁମନ ଶେଖ had an old aunt. ଜୁମନ ଶେଖର ଗୋଟେ ବୁଢ଼ୀ ମାଉସୀ ଥିଲା। she had a small piece of property. ତାର ମଧ୍ୟ ଗୋଟେ ଛୋଟ ଜାଗାଟିଏ ଥିଲା ବା ସମ୍ପତ୍ତିଟିଏ ଥିଲା, ଜମିଟିଏ ଥିଲା। ଜୁମନ had persuaded ପ୍ରସ୍ତୁତ ପ୍ରବର୍ତ୍ତାଇବା, ଜୁମନ had persuaded her to transfer the property to his name. ଜୁମନ କ'ଣ କଲା ନା ଜୁମନ had persuaded ଜୁମନ ପ୍ରବର୍ତ୍ତାଇଥିଲା ତାକୁ ବା ସେ ମାଉସୀକୁ to transfer the property ସେହି ସମ୍ପତ୍ତିଟି ଟ୍ରାନ୍ସଫର କରିବା ପାଇଁ ତା ନାଁକୁ ବା ତା ନାମରେ କରିଦେବା ପାଇଁ ସେ ପ୍ରବର୍ତ୍ତାଇଥିଲା। so long as it was not done. so long ଯେ ପର୍ଯ୍ୟନ୍ତ ବା ଯେ ଦୂର ପର୍ଯ୍ୟନ୍ତ it was not done ଏହା କରାଯାଇନଥିଲା ବା ଏ ସମ୍ପତ୍ତି ତା ନାଁରେ ହେଇନଥିଲା। the aunt had been treated with great kindness and respect. ସେ ଆଣ୍ଟିଟି ବା ସେ ମାଉସୀଟି had been treated ତାକୁ ଗୁରୁତ୍ୱ ଦିଆଯାଉଥିଲା ବା ତାକୁ ବ୍ୟବହାର ଦେଖାଯାଉଥିଲା ଏ ଗ୍ରେଟ୍ କାଇଣ୍ଡନେସ୍ ପୁରା ଦୟାପୂର୍ଣ୍ଣ ବ୍ୟବହାର ଆଣ୍ଡ ରେସ୍ପେକ୍ଟ ଏବଂ ସମ୍ମାନ ଦିଆଯାଉଥିଲା। ତ ଆମେ ଜାଣିଲେ ଯେ ପର୍ଯ୍ୟନ୍ତ ସେ ଆଣ୍ଟି ଜଣଙ୍କ ଜୁମନ ଶେଖ ନାଁରେ ପ୍ରପର୍ଟିଟି କରିନଥିଲେ ସେ ପର୍ଯ୍ୟନ୍ତ ସେ ତାଙ୍କୁ ଅତି ଦୟାପୂର୍ଣ୍ଣ ବ୍ୟବହାର କରୁଥିଲେ ଏବଂ ସମ୍ମାନ ଦେଉଥିଲେ। ବଟ୍ ହ୍ୱେନ୍ ଦ ପ୍ରପର୍ଟି ୱାଜ୍ ଟ୍ରାନ୍ସଫର୍ଡ କିନ୍ତୁ ଯେତେବେଳେ ସେଇ ପ୍ରପର୍ଟିଟି ବା ସେଇ ସମ୍ପତ୍ତିଟି ୟାଙ୍କ ନାଁକୁ ଟ୍ରାନ୍ସଫର୍ ହେଇଗଲା ବା ୟାଙ୍କ ନାଁରେ କରାଗଲା, ଅଲ୍ କାଇଣ୍ଡନେସ୍ ଭ୍ୟାନିସ୍ଡ ତ ଉଭେଇବା ସମସ୍ତ ଦୟା କୁଆଡ଼େ ଉଭେଇଗଲା ବା ମିଳେଇଗଲା। ଜୁମନ ଆଣ୍ଡ ହିଜ୍ ୱାଇଫ୍ କରିମନ ବିକେମ୍ ହାରସ୍ ଆଣ୍ଡ ରିଡ୍ୟୁଡ୍। ଜୁମନ ଏବଂ ତା ସ୍ତ୍ରୀ କରିମନ କ'ଣ କଲେ ବିକେମ୍ ହେଇ ଆସିଲେ ହାରସ୍ ଆଣ୍ଡ ରିଡ୍ୟୁଡ୍ ପୁରା ନିର୍ଦ୍ଦୟ ଏବଂ କଠୋର ହେଇଗଲେ ସେ ମାଉସୀଙ୍କ ପ୍ରତି। ଠିକ୍ ଅଛି, ଆମେ ଫାଷ୍ଟ ନୋଟ୍ ଦେଖିଲେ ଜୁମନ ଶେଖ ଅଲଗୁ ଚୌଧୁରୀ ଦୁଇ ଜଣ ଭଲ ସାଙ୍ଗ ଥିଲେ, ପରସ୍ପରକୁ କମ୍ପ୍ଲିଟଲି ବିଶ୍ୱାସ କରୁଥିଲେ। ତ ଜୁମନର ଜଣେ ମାଉସୀ ଥିଲା
ଯାହାଙ୍କ ନାଁ ଛୋଟ ସମ୍ପତ୍ତିରେ ଥିଲା ଏବଂ ସେହି ସମ୍ପତ୍ତିରେ ଦେବା ପାଇଁ ସେ ତାଙ୍କୁ ପ୍ରବର୍ତ୍ତାଇଥିଲା। ଯେ ପର୍ଯ୍ୟନ୍ତ ସମ୍ପତ୍ତି ସେ କରିନଥିଲେ ସେ ପର୍ଯ୍ୟନ୍ତ ସେ ଦୟାପୂର୍ଣ୍ଣ ବ୍ୟବହାର ଦେଖାଉଥିଲା, ସମ୍ମାନ ମଧ୍ୟ ଦେଉଥିଲା। ଯେତେବେଳେ ସମ୍ପତ୍ତିରେ ତା ନାଁକୁ ମାଉସୀ କରିଦେଲେ ତାପରେ ସେ ଏବଂ ତାଙ୍କ ସ୍ତ୍ରୀ କରିମନ କ'ଣ କଲେ, ତାଙ୍କୁ ବହୁତ ନିଷ୍ଠୁର ଏବଂ କର୍କଶ କଥା କହିଲେ। ଫର୍ ସମ୍ ଟାଇମ୍ ଦ ଅଣ୍ଟ ବୋର୍ ଅଲ୍ ଦିସ୍। ଫର୍ ସମ୍ ଟାଇମ୍ କିଛି ସମୟ ପର୍ଯ୍ୟନ୍ତ ବା କିଛି ଦିନ ପର୍ଯ୍ୟନ୍ତ ଦ ଅଣ୍ଟ ସେ ମାଉସୀ ଜଣକ ବୋର୍ ଅଲ୍ ଦିସ୍ ବିୱାନ ହେଉଛି ବିଓର ବା ସହାୟ କରିବା, ତ ଏସବୁକୁ ସହାୟ କଲେ ଅର୍ଥାତ୍ ତାଙ୍କର ସେଇ ନିଷ୍ଠୁର ନିର୍ଦ୍ଦୟ ବ୍ୟବହାରକୁ ସେ ସହାୟ କରିଗଲେ ମାଉସୀ ଜଣକ। ବଟ୍ ହ୍ୱେନ୍ ସି କୁଡ୍ ବିୟର୍ ଇଟ୍ ନୋ ମୋର୍, କିନ୍ତୁ ଯେତେବେଳେ ସେ ଏହାକୁ ଆଉ ସହିପାରିଲେ ନାହିଁ ଅର୍ଥାତ୍ ଯେତେବେଳେ ଏହା ଅସହ୍ୟ ହେଲା, ସି କମ୍ପ୍ଲେନ୍ ଟୁ ଜୁମନ୍, ସେ ଜୁମନ୍ ପାଖରେ ଅଭିଯୋଗ କଲେ। ସୁନ୍ ଆଇ କ୍ୟାନ୍ ନଟ୍ ଗୋ ଅନ୍ ଲାଇକ୍ ଦିସ୍ ଏନିମୋର୍। ସୁନ୍ ଶୁଣ, ଖୁବ୍ ଶୀଘ୍ର ମୁଁ ଚାହୁଁଛି, କାରଣ ଆଇ କ୍ୟାନ୍ ନଟ୍ ଗୋ ଅନ୍ ଲାଇକ୍ ଦିସ୍ ଏନିମୋର୍, ମୁଁ ଆଉ ଏହିଭଳି ଚାହୁଁନାହିଁ, ମୋତେ ଶୀଘ୍ର କିଛି ବ୍ୟବସ୍ଥା କରାଯାଉ। ୟୁ ସୁଡ଼୍ ଗିଭ୍ ମି ସମ୍ ମନି, ତୁମେ ମୋତେ କିଛି ଟଙ୍କା ଦିଅ। ଆଇ ସାଲ୍ କୁକ୍ ଆଣ୍ଡ ଇଟ୍ ସେପାରେଟଲି, ଆଇ ସାଲ୍ କୁକ୍ ମୁଁ ରାନ୍ଧିବି ଏବଂ ଖାଇବି ସେପାରେଟଲି ଭିନ୍ନ ଭାବରେ ବା ଅଲଗା ହେଇ। ତ ମାଉସୀ ଜଣକ ଯେତେବେଳେ ଦେଖିଲେ କି ଜୁମନ୍ ଏବଂ ତାଙ୍କ ସ୍ତ୍ରୀ ତାଙ୍କୁ କଠୋର ବ୍ୟବହାର କରୁଛନ୍ତି, ତ ସେ କହିଲେ ଠିକ୍ ଅଛି, ଆଉ ହେଇପାରିବ ନାହିଁ, ମୋତେ କିଛି ଟଙ୍କା ଦେଇଦିଅ, ମୁଁ କ'ଣ କରିବି ନା ଅଲଗା ରାନ୍ଧି ଖାଇବି ବୋଲି ମାଉସୀ କହିଲେ। ତ କ'ଣ ହେଲା ତାପରେ, ଜୁମନ୍ ରିପ୍ଲାଏଡ୍ ରିଉଡ୍ଲି, ଜୁମନ୍ ପ୍ରତିଉତ୍ତର ଦେଲା ଅତି ନିଷ୍ଠୁର ଭାବରେ। ମନି ଡଜ୍ ନଟ୍ ଗ୍ରୋ ଅନ୍ ଟ୍ରିଜ୍ ହିୟର୍, ମନି ଡଜ୍ ନଟ୍ ଗ୍ରୋ, ଟଙ୍କା ଏଠି ଗଛରେ ଫଳୁନାହିଁ ବୋଲି ଅତି ନିଷ୍ଠୁର ଭାବରେ କହିଲା ସେ ମାଉସୀ ଜଣକୁ। ଦ ଅଣ୍ଟ ଗ୍ରିଉ ଏଙ୍ଗ୍ରି, ମାଉସୀ ଜଣକ ଅଧିକ ରାଗିଗଲେ ବା ତାଙ୍କ ରାଗ ବଢ଼ିଗଲା। ସି ଥ୍ରେଟେଣ୍ଡ ଟୁ କଲ୍ ଏ ପଞ୍ଚାୟତ, ସେ ଧମକ ଦେଲେ ଟୁ କଲ୍ ଏ ପଞ୍ଚାୟତ, ପଞ୍ଚାୟତ ଡାକିବା ପାଇଁ ସେ ଧମକ ଦେଲେ। ଜୁମନ୍ ସେଡ୍, ଜୁମନ୍ ମଧ୍ୟ କହିଲା, ସଟନଲି ହାଭ୍ ଏ ପଞ୍ଚାୟତ ବାଇ ଅଲ୍ ମିନ୍ସ, ହଁ ହଁ ମୁଁ ମଧ୍ୟ ଗୋଟେ ନିଶ୍ଚିତ ରୂପେ କ'ଣ ଚାହୁଁଛି, ଏହା ପାଇଁ ପଞ୍ଚାୟତ ଚାହୁଁଛି, ହଁ ଏହା ମଧ୍ୟ ସମାଧାନ ହେଇଯାଉ। ଆଇ ଅଲସୋ ଉଡ୍ ଲାଇକ୍ ଏ ଡିସିଜନ୍, ସେ ପୁଣି କହିଲା କି ଆଇ ଅଲସୋ ଉଡ୍ ଲାଇକ୍ ଏ ଡିସିଜନ୍, ମୋତେ ମଧ୍ୟ ଗୋଟେ ନିଷ୍ପତ୍ତି ଦରକାର ଅଛି। ଆଇ ହେଟ୍ ଦେୟାର ଡେଲି କ୍ୱାରେଲ୍ସ ମାଇସେଲ୍ଫ, ମୁଁ ଘୃଣା କରୁଛି ଏଇଭଳି ପ୍ରତ୍ୟେକ ଦିନ ମୋ ସହିତ କଳହ ହେଉଛି ବୋଲି ମୁଁ ଏହାକୁ ମଧ୍ୟ ଘୃଣା କରୁଛି। ଠିକ୍ ଅଛି, ତ ନେକ୍ସଟ ପାରାଗ୍ରାଫ କହୁଛି, ଫର୍ ସେଭରାଲ୍ ଡେଜ୍ ଆଫ୍ଟର ଦିସ୍ ଦ ଓଲ୍ଡ ଓମ୍ୟାନ୍ ran from village to village with a stick in her hand to support her. For several days, କିଛି ଦିନ ପାଇଁ, ଆଫ୍ଟର ଦିସ୍ ଏହି ଘଟଣାର କିଛି ଦିନ ପରେ, ଦ ଓଲ୍ଡ ଓମ୍ୟାନ୍ ran ସେହି ବୃଦ୍ଧ ଜଣକ ଦୌଡ଼ିଲେ, ଫ୍ରମ୍ ଭିଲେଜ୍ ଟୁ ଭିଲେଜ୍ ଏହି ଗାଁରୁ ସେହି ଗାଁକୁ, ୱିଥ୍ ଏ ଷ୍ଟିକ୍ ଗୋଟେ ବାଡ଼ି ଖଣ୍ଡେ ଧରି, ଇନ୍ ହର୍ ତାଙ୍କ ହାତରେ, ଟୁ ସପୋର୍ଟ ହର୍ ତାଙ୍କର ସମର୍ଥନ ପାଇଁ, ତାଙ୍କର ସମର୍ଥନ ଯୋଗାଣ ନିମନ୍ତେ ସେହି ଗାଁରୁ ସେ ଗାଁକୁ ଦୌଡ଼ିଲେ। ମୋଷ୍ଟ ଅଫ୍ ଦ ପିପୁଲ୍ ଡିଡ୍ ନଟ୍ ହିୟର୍ ଦ ଷ୍ଟୋରି ଅଫ୍ ଦ ପୋର୍ ଓମ୍ୟାନ୍ ୱିଥ୍ କେୟାର ଆଣ୍ଡ ଆଟେନ୍ସନ୍ ଆଣ୍ଡ ଡିଡ୍ ନଟ୍ ଅଫର୍ ହର୍ ଏନି କମ୍ଫର୍ଟ। ମୋଷ୍ଟ ଅଫ୍ ଦ ପିପୁଲ୍, ତ ଅଧିକାଂଶ ଲୋକ, ଡିଡ୍ ନଟ୍ ହିୟର୍ ଦ ଷ୍ଟୋରି ଆଦୌ ତାଙ୍କର କଥାକୁ ଶୁଣିଲେ ନାହିଁ। ସେହି ନିରୀହ ସ୍ତ୍ରୀ ଲୋକ ଜଣଙ୍କର, ବୃଦ୍ଧ ଜଣଙ୍କର କଥାକୁ ଅଧିକାଂଶ ଲୋକ ଶୁଣିଲେ ନାହିଁ, ଆଦୌ ଧ୍ୟାନ ଦେଲେ ନାହିଁ। ଆଟେନ୍ସନ୍ ଧ୍ୟାନ ଦେବା, ଯତ୍ନ କରିବା, ଯତ୍ନପୂର୍ବକ ବା ଧ୍ୟାନ ସହକାରେ ତାଙ୍କ କଥାକୁ ଆଦୌ କେହି ହେଲେ ଶୁଣିଲେ ନାହିଁ। ଆଣ୍ଡ ଡିଡ୍ ନଟ୍ ଅଫର୍ ହର୍ ଏନି କମ୍ଫର୍ଟ, ଏବଂ ତାଙ୍କୁ ମଧ୍ୟ କୌଣସି ପ୍ରକାର ସହାୟତା ବା ଆରାମ ସାନ୍ତ୍ୱନା ଦେଲା ଭଳି କିଛି ସୁଯୋଗ ମଧ୍ୟ କେହି ଦେଲେ ନାହିଁ ବା ତାଙ୍କୁ କେହି ଅଫର୍ ମଧ୍ୟ କଲେ ନାହିଁ, ସହଯୋଗର ହାତ ବଢ଼ାଇଲେ ନାହିଁ। ଆଫ୍ଟର ମେକିଂ ହର୍ ରାଉଣ୍ଡସ୍, ତାଙ୍କର ସମସ୍ତ ବୁଲିବା ପରେ, ସେ କେମ୍ ଆଟ୍ ଲାଷ୍ଟ ସେ ଶେଷକୁ ଆସିଲେ, ଟୁ ଅଲଗୁ ଚୌଧୁରୀ ପାଖକୁ ଶେଷକୁ ଆସି ପହଞ୍ଚିଲେ। ସି ଥ୍ରିଉ ହର୍ ଷ୍ଟିକ୍, ସେ ତାଙ୍କ ବାଡ଼ିକୁ ପକାଇଦେଲେ। ୱେଟ୍ ଫର୍ ଏ ହ୍ୱାଇଲ୍, କିଛି ମୁହୂର୍ତ୍ତ ପାଇଁ ଅପେକ୍ଷା କଲେ। କ'ଣ କରିବା ପାଇଁ ନା ଟୁ ରିଗେନ୍ ହର୍ ବ୍ରେଥ୍, ତାଙ୍କର ଶ୍ୱାସକୁ ରିଗେନ୍ କରିବା ପାଇଁ ଅର୍ଥାତ୍ ନିଶ୍ୱାସ ଘର ଧରିବା ପାଇଁ, ତାଙ୍କ ଶ୍ୱାସକୁ ନିୟନ୍ତ୍ରଣ ଆଣିବା ପାଇଁ କିଛି ସମୟ ଅଟକି ଗଲେ। ଆଣ୍ଡ ସେଡ୍, ଏବଂ ତାପରେ କହିଲେ, ସନ୍, ହେ ପୁଅ, ୟୁ ଅଲସୋ ସୁଡ଼୍ କମ୍ ଟୁ ମାଇ ପଞ୍ଚାୟତ ଫର୍ ଏ ସର୍ଟ ହ୍ୱାଇଲ୍। ପୁଅ, ୟୁ ଅଲସୋ ସୁଡ଼୍ କମ୍, ତୁମେ ନିଶ୍ଚୟ ଆସିବା ଉଚିତ ମୋର ପଞ୍ଚାୟତକୁ, ଫର୍ ସର୍ଟ ଏ ହ୍ୱାଇଲ୍ ଅଳ୍ପ କିଛି ସମୟ ପାଇଁ ପଛେ ହେଉ ତୁମେ ପଞ୍ଚାୟତକୁ ନିଶ୍ଚୟ ଆସିବା ଉଚିତ ବୋଲି ସେ କହିଲେ। ତାପରେ ଅଲଗୁ କହିଲା, ଆଇ କ୍ୟାନ୍ କମ୍ ଏଲଙ୍ଗ ଇଫ୍ ୟୁ ଲାଇକ୍,
ମୁଁ ନିଶ୍ଚୟ ଆସିବି ଯଦି ତୁମେ ଚାହଁ ବା ଯଦି ତୁମେ ଚାହୁଁଛ ମୁଁ ଆସିବି। ବଟ୍ ଆଇ ସାଲ୍ ନଟ୍ ଓପନ୍ ମାଇ ମାଉଥ୍ ଦେୟାର, କିନ୍ତୁ ଆଇ ସାଲ୍ ନଟ୍ ଓପନ୍ ମାଇ ମାଉଥ୍, ମୁଁ ମୋ ପାଟି ସେଠି ଖୋଲିବି ନାହିଁ। ଅଣ୍ଟ କହିଲେ ହ୍ୱାଏ ସନ୍, ପୁଅ କାହିଁକି ତୁମେ ପାଟି ଖୋଲିବ ନାହିଁ? ତ ଅଲଗୁ କହିଲା ଜୁମନ୍ ଇଜ୍ ଆନ୍ ଓଲ୍ଡ ଫ୍ରେଣ୍ଡ ଅଫ୍ ମାଇନ୍, ଜୁମନ୍ ହେଉଛି ମୋର ଗୋଟେ ପୁରୁଣା ସାଙ୍ଗ। ଆଇ କ୍ୟାନ୍ ନଟ୍ କ୍ୱାରେଲ୍ ୱିଥ୍ ହିମ୍, ମୁଁ ତା ସହିତ କେବେ ହେଲେ କଳହ କରିପାରିବି ନାହିଁ। ଅଣ୍ଟ କହିଲେ ସନ୍ ୱିଲ୍ ୟୁ ହେଜିଟେଟ୍, ଏଇଟା ଅର୍ଥ ଦ୍ୱିଧା ପ୍ରକାଶ କରିବା। ସନ୍ ୱିଲ୍ ୟୁ ହେଜିଟେଟ୍ ଟୁ ସେ ଦ ଅନେଷ୍ଟ ଥିଙ୍ଗ ବିକଜ୍ ୟୁ ଫିୟର୍ ଏ କ୍ୱାରେଲ୍, ଫିୟର୍ ଅର୍ଥ ଭୟ କରିବା, କ୍ୱାରେଲ୍ ଅର୍ଥ କଳହ ବା ଝଗଡ଼ା। ତ ଅଣ୍ଟ କହିଲେ ସନ୍ ୱିଲ୍ ୟୁ ହେଜିଟେଟ୍ ଟୁ ସେ, ତୁମେ କ'ଣ ଦ୍ୱିଧା ପ୍ରକାଶ କରିବ କ'ଣ କରିବା ପାଇଁ ନା ସେ ଦ ଅନେଷ୍ଟ ଥିଙ୍ଗ, ତ ସତ କଥା କହିବା ପାଇଁ ବା ସଚୋଟ କଥା କହିବା ପାଇଁ ତୁମେ କ'ଣ ଦ୍ୱିଧା ପ୍ରକାଶ କରିବ କି? ବିକଜ୍ ୟୁ ଫିୟର୍ ଏ କ୍ୱାରେଲ୍, ଗୋଟିଏ କଳହକୁ ଡରି, କାରଣ ତୁମେ କଳହକୁ ଡର ସେଥିପାଇଁ ତୁମେ ସତ କହିବ ନାହିଁ କି? ଅଲଗୁ ହାଡ଼ ନୋ ରିପ୍ଲାଏ ଟୁ ଗିଭ୍ ଟୁ ହିଜ୍ କ୍ୱେଶ୍ଚିନ୍ ଅଫ୍ ଦ ଓଲ୍ଡ ଓମ୍ୟାନ୍, ଅଲଗୁର ହାଡ଼ ନୋ ରିପ୍ଲାଏ କୌଣସି ପ୍ରତ୍ୟୁତ୍ତର ନଥିଲା। ଟୁ ଗିଭ୍ ଟୁ ହିଜ୍ କ୍ୱେଶ୍ଚିନ୍, ତାଙ୍କ ପ୍ରଶ୍ନର ଉତ୍ତରରେ କିଛି ପ୍ରତ୍ୟୁତ୍ତର ନଥିଲା ବା ସେହି ବୃଦ୍ଧାଙ୍କର କଥାରେ କୌଣସି ପ୍ରତ୍ୟୁତ୍ତର ସେ ଦେଲା ନାହିଁ। ବଟ୍ ହର୍ ୱାର୍ଡ଼ସ୍ କଣ୍ଟିନ୍ୟୁ ଟୁ ଇକୋ ଇନ୍ ହିଜ୍ ହାର୍ଟ, କିନ୍ତୁ ତାଙ୍କର ବା ସେହି ବୃଦ୍ଧାଙ୍କର କଥାଟି କ'ଣ କଲା ନା କଣ୍ଟିନ୍ୟୁଡ଼ ଇକୋ, ନିରବର୍ଚ୍ଛନ ଭାବରେ ପ୍ରତିଧ୍ୱନିତ ହେଲା, ଇକୋ ହେଲା, ପ୍ରତିଧ୍ୱନିତ ହେଲା ତାଙ୍କ ହୃଦୟ ମଧ୍ୟରେ। ୱିଲ୍ ୟୁ ହେଜିଟେଟ୍, ସେ କଥାଟି କ'ଣ ଥିଲା ନା ୱିଲ୍ ୟୁ ହେଜିଟେଟ୍ ଟୁ ସେ ଦ ଅନେଷ୍ଟ ଥିଙ୍ଗ ବିକଜ୍ ୟୁ ଫିୟର୍ ଏ କ୍ୱାରେଲ୍, କାରଣ ତୁମେ କ'ଣ ଦ୍ୱିଧା ପ୍ରକାଶ କରିବ କି ସତ କଥାଟେ କହିବା ପାଇଁ ବା ସଚୋଟ କଥାଟେ କହିବା ପାଇଁ? ବିକଜ୍ ୟୁ ଫିୟର୍ ଏ କ୍ୱାରେଲ୍, କାରଣ ତୁମେ ଗୋଟେ କଳହକୁ ଡର। ଏଇ କଥାଟି ବାରମ୍ବାର ତାଙ୍କ ହୃଦୟରେ ପ୍ରତିଧ୍ୱନିତ ହେଲା। ଠିକ୍ ଅଛି, ଇଏ ହେଉଛି କମ୍ପ୍ରେସନ୍ କ୍ୱେଶ୍ଚିନ୍ ଅଛି। ତୁମେ ଜାଣିଛ ତୁମର କୌଣସି ପ୍ରକାର ଏଭଳି କ୍ୱେଶ୍ଚିନ୍ ଆସିବ ନାହିଁ, କେବଳ OMR ବେସ୍ କ୍ୱେଶ୍ଚିନ୍ 10ଟି ଆସିବ। ତେଣୁ ଏହାକୁ ଆମେ ଆଲୋଚନା କରିବା ନାହିଁ। ସରିଲା ପରେ ଆମେ ସମ୍ପୂର୍ଣ୍ଣ ରୂପେ OMR ବେସ୍ କିଛି କ୍ୱେଶ୍ଚିନ୍ ପ୍ରସ୍ତୁତ କରାଇଦେବା। ଠିକ୍ ଅଛି, ତ ଏବେ ଆମେ ୟୁନିଟ୍ 2 ଦେଖିପାରିବା। ଠିକ୍ ଅଛି, ଦେଖ ୟୁନିଟ୍ 2, ଦ ପଞ୍ଚାୟତ ମେଟ୍ ଅଣ୍ଡର ଏ ଟ୍ରି ୱାନ୍ ଇଭିନିଂ, ଦ ପଞ୍ଚାୟତଟି କ'ଣ ହେଲା? ସେହି ପଞ୍ଚାୟତଟି ମେଟ୍ ଅଣ୍ଡର ଏ ଟ୍ରି, ଗୋଟିଏ ଗଛ ତଳେ ବସିଲା ଦିନେ ସନ୍ଧ୍ୟାବେଳେ। ଦ ଓଲ୍ଡ ଓମ୍ୟାନ୍ ଷ୍ଟେଟେଡ୍ ହର୍ କେସ୍ ଆଣ୍ଡ ଦେନ୍ ସେଡ୍ ଟୁ ଜୁମନ୍, ସେହି ବୃଦ୍ଧାଟି ବା ସେହି ବୁଢ଼ୀ ମାଉସୀଟି ଷ୍ଟେଟେଡ୍ ହର୍ କେସ୍, ତାଙ୍କର କେସ୍କୁ ଉପସ୍ଥାପିତ କଲେ। ଆଣ୍ଡ ଦେନ୍ ସେଡ୍ ଟୁ ଜୁମନ୍, ଏବଂ ତାପରେ ଜମନ୍କୁ କୁହାଗଲା ହୁମ୍ ଉଡ୍ ୟୁ ଲାଇକ୍ ଟୁ ବି ଦ ପଞ୍ଚ, ତୁମେ କାହାକୁ ପସନ୍ଦ କରିବ ପଞ୍ଚ ହିସାବରେ ବା ସେଦିନର ବିଚାରପତି ହିସାବରେ ତୁମେ କାହାକୁ ବାଛିବ? ଜୁମନ୍ ଆନ୍ସର୍ଡ ଆଙ୍ଗ୍ରିଲି, ଜୁମନ୍ ଉତ୍ତର ଦେଲା ରାଗି କରିବା, କ୍ରୋଧରେ ଉତ୍ତର ଦେଲା। ଲେଟ୍ ମି ନଟ୍ ସେ ଏନିଥିଙ୍ଗ ନାଓ ଅଣ୍ଟ, ତ ମୋତେ ହେ ଅଣ୍ଟ ବର୍ତ୍ତମାନ ମୋତେ କିଛି ହେଲେ କୁହ ନାହିଁ। ଇଟ୍ ଇଜ୍ ୟୋର୍ ଶୋ, ଏହା ହେଉଛି ତୁମର ଗୋଟେ ଶୋ, ଏହା ହେଉଛି ତୁମର ଗୋଟେ ନାଟକ ବା ଲୋକ ଦେଖାଣିଆ କାର୍ଯ୍ୟ। ହାଭ୍ ଏନିୱାନ୍ ୟୁ ଲାଇକ୍, ତୁମେ ଯାହାକୁ ଚାହଁ ବାଛିପାର। ସି ସେଡ୍, ତ ସେଇ ମାଉସୀ ଜଣ କହିଲେ ସନ୍ ହାଭ୍ ଏ ଫିୟର୍ ଅଫ୍ ଗଡ଼୍, ତୁମର ଈଶ୍ୱରଙ୍କ ପ୍ରତି ଟିକେ ଭୟ ଅଛି ନା? ଦ ପଞ୍ଚ ଇଜ୍ ନୋ ବଡିଜ୍ ଫ୍ରେଣ୍ଡ ଅର୍ ଏନିମି, ପଞ୍ଚ ବା ଯିଏ ନ୍ୟାୟାଧୀଶ ବସନ୍ତି ବା ଯିଏ ପଞ୍ଚ ବସନ୍ତି, ଇଜ୍ ନୋ ବଡିଜ୍ ଫ୍ରେଣ୍ଡ, ସେ କାହାର ହେଲେ ବନ୍ଧୁ ନୁହନ୍ତି। ଅର୍ ଏନିମି, କାହାର ବି ଶତ୍ରୁ ନୁହନ୍ତି। ଡୁ ୟୁ ଆକ୍ସେପ୍ଟ ଅଲଗୁ ଚୌଧୁରୀ, ତୁମେ କ'ଣ ଅଲଗୁ ଚୌଧୁରୀକୁ ଗ୍ରହଣ କରିବ କି ଆକ୍ସେପ୍ଟ କରିବ କି? ଆଇ ନେମ୍ ହିମ୍ ଆଜ୍ ଚିଫ୍ ଜଜ୍, ମୁଁ ତାଙ୍କର ନାମକୁ ମୁଖ୍ୟ ବିଚାରପତି ହିସାବରେ ନେଉଛି। ଠିକ୍ ଅଛି, ତ ନେକ୍ସଟ କୁହାଯାଇଛି ଜୁମନ୍ ୱାଜ୍ ଓଭରଜଏଡ୍, ଜୁମନ୍ ଅତ୍ୟଧିକ ଆନନ୍ଦିତ ହୋଇଗଲା। ବଟ୍ ହି ହିଡ୍ ହିଜ୍ ଫିଲିଙ୍ଗସ୍ ଆଣ୍ଡ ରିପ୍ଲାଏଡ୍, କିନ୍ତୁ ତା'ର ଅନୁଭବକୁ ବା ତା'ର ଭାବନାକୁ ସେ ଲୁଚାଇ ରଖିଲା ଏବଂ ପ୍ରତ୍ୟୁତ୍ତର ଦେଲା ଲେଟ୍ ଇଟ୍ ବି ଅଲଗୁ ଚୌଧୁରୀ, ହଁ ଅଲଗୁ ଚୌଧୁରୀକୁ ଅନୁମତି ଦିଆଯାଉ। ଅଲଗୁ ଡିଡ୍ ନଟ୍ ୱାଣ୍ଟ ଟୁ ବି ମିକ୍ସଡ ଅଫ୍ ଇନ୍ ଦିସ୍ ଆଫେୟାର୍ସ, ଅଲଗୁ ଡିଡ୍ ନଟ୍ ୱାଣ୍ଟ, ଅଲଗୁ କେବେ ହେଲେ ଚାହୁଁନଥିଲା ଟୁ ବି ମିକ୍ସଡ ଅଫ୍ ଇନ୍ ଦିସ୍ ଆଫେୟାର, ଏହି ବ୍ୟାପାରରେ ସେ ଆଦୌ ମିଶିବାକୁ ବା ଆଦୌ ଇଣ୍ଟରଫିୟର କରିବା ପାଇଁ ବା ଅନ୍ତର୍ଭୁକ୍ତ ହେବା ପାଇଁ ଚାହୁଁନଥିଲା। ହି ୱାଣ୍ଟେଡ୍ ଟୁ ଗେଟ୍ ଆଉଟ୍ ଆଣ୍ଡ ଏକ୍ସକ୍ଲେମ୍ଡ, ହି ୱାଣ୍ଟେଡ୍ ଟୁ ଗେଟ୍ ଆଉଟ୍, ସେ ଏଥିରୁ ବାହାରି ଯିବା ପାଇଁ ଚାହୁଁଥିଲା ଏବଂ ଏକ୍ସକ୍ଲେମ୍ଡ, ସେ ବିସ୍ମିତ ହୋଇ କହିଲା ଆଣ୍ଟି ୟୁ ନୋ ଜୁମନ୍ ଆଣ୍ଡ ଆଇ ଆର୍ କ୍ଲୋଜ୍ ଫ୍ରେଣ୍ଡ, ତ ଦେଖ ଜୁମନ୍ ଆଣ୍ଡ ଆଇ ଦୁଇଟି ସବଜେକ୍ଟ ଲାଗିଛି ବୋଲିକା ଏଠି ଭର୍ବ କ'ଣ ହେଇଛି ଆର୍ ଲାଗିଛି, ଆଇ ପାଖରେ ଆର୍ ଲାଗିଛି, କାରଣ ଜୁମନ୍ ଏବଂ ଆଇ ଦୁଇଟା ସବଜେକ୍ଟ ଥିବାରୁ
ये प्लूराल है भर्बटी ठीक अच्छे से तो से एक्सलेमेंट विस्मित होकर कहला आंटी यू नो तुम्हें जान जुमन एवं मु आम कौन अटू ना आर क्लोज फ्रेंड्स आम उभय अति घनिष्ठ बंधु अटू तुम्हें दे कथा जान द ऑन्ट रिप्लाइड ग्रेवली तो द आंटी जनक कौन कले अति ग्रेवली अर्थ दृढ़तार सह से प्रत्युत्तर देले सन नो बडी कैन सेल हिज कनसाइंस फॉर फ्रेंडशिप कनसाइंस माने विवेक तो नो बडी कही हेले कैन सेल हिज कनसाइंस कही हेले तार विवेक को बिक्री कर पारिब नाही नो बडी वाक्य एठी नेगेटिव हो जाइछि सन नो बडी कैन सेल हिज कनसाइंस कही हेले तार विवेक को बिक्री कर पारिब नाही फॉर फ्रेंडशिप बंधुता पाई बा बंधुता निमंते कहीं निजर विवेक को बिक्री कर दे पारिब कि गॉड लिव्स इन द हार्ट ऑफ द पंच कारण ईश्वर कौन करती ना ईश्वर बास करती कौट बास करती ना इन द हार्ट ऑफ द पंच पंचर हृदय ईश्वर ही बास करती व्हाट एवर द पंच सेज द पंच जहाँ भी किसी कहती इज स्पोकेन बाय गॉड हिमसेल्फ ता ईश्वर द्वारा कहुए बोली धरी नि जाए कारण विचारपति जितेबाला कौन लोक जो विचारपति सभारे बसती से निरपेक्ष भाव में उत्तर दिखती कारण से ईश्वर अवतार रूपे विचार कराए ठीक अच्छे अलगू सेड अलगू कहला शेख जुमन यू एंड आई आर ओल्ड फ्रेंड्स तो जुमन शेख सांग कहले हे शेख जुमन हे जुमन यू एंड आई तुम्हें एवं मु आमे कौन अटू ना ओल्ड फ्रेंड्स अटू आमे पुराना बंधु अटे बट एट दिस मोमेंट किंतु यही मुहूर्त यू एंड ओल्ड आंट तुम्हें एवं यही बुढ़ी मौसी आर एक्जाक्टली द सेम टू मी एक्जाक्टली पूरापूरी सामान मो पाई और तुम्हें मोर बंधु अट हेले मध्य मौसी एवं तुम्हें मो पाई सामान अट कारण जेहेतु मु विचारपति आसन में बसी यू मे स्टेट योर केस बिफोर द पंचायत यू मे स्टेट तुम्हें तुमर केस को बा तुमर से जो केस है उपस्थापित कर पार ये पंचायत सामने ठीक अच्छे जुमन वाज नाउ कॉन्फिडेंट दैट ही हैड ओन जुमन एबे कॉन्फिडेंट दृढ़ विश्वास जुमन बर्तमान दृढ़ विश्वास आसी जाइथिला कि ही हैड ओन से जीति जाइछि बोली बा से जीति जीवो बोली ही इमेजिन दैट अलगू स्टॉक वाज मियर शो से कौन कल्पना कला इमेजिन तो कल्पना करवा से कल्पना कला जे अलगू स्टॉक अलगूर यही जो कथा होची बा जो कथा कहूँ वाज ए मियर शो मियर तो ओनली सिर्फ केवल ये गोटे शो अटे ये गोटे लोक देखाणिया तो ताकू लगिला कि ये जेहेतु मो सांग अच्छी तो ये मो सांग मो सपक्ष न्याय देव तेणु ये कौन करुच्ची ना से कल्पना कला जे अलगूर ये जो टॉकटी बा जो कथाटी वाज ए मियर शो यह केवल लोक देखाणिया नाटक देयरफॉर एणु विथ हिज हार्ट एट पीस तार हृदय शांतिर सह हि स्टेटेड हिज केस से तार केस को उपस्थापित कराइला ठीक अच्छे समस्या को वर्णना करदेला देन कौन है अलगू चौधरी स्टार्टेड आस्किंग क्वेश्चंस विथ जुमन फाउंड हार्ड टू आंसर तो अलगू चौधरी जेहेतु से दिन मुख्य विचारपति थे से कौन कले ना स्टार्टेड आस्किंग क्वेश्चन तो किसी प्रश्न पचार आरंभ करदे तो जो गुड़ाक जो गुड़ाक जुमन फाउंड हैड टू आंसर जुमन को उत्तर देवार कष्ट होता ठीक अच्छे फाइनाली अलगू गेव हिज जजमेंट तो शेष में अलगू कौन कला ना तांकर जजमेंट सिद्धांत बा निष्पत्ति शुणेला कौन शुणेला जुमन शेख से कहले कि जुमन शेख द एल्डर्स हाव ए कनसिडर्ड दिस मैटर तो जो एल्डर्स माने अच्छंती जो वयोज्येष्ठ माने अच्छंती हाव ए कनसिडर्ड दिस मैटर से यही कथा को विचार करिसंती कनसिडर तो विचार करबा बा निर्णय करबा तो से कथा को तुम केस को से विचार करिसंती दे थिंक इट प्रॉपर से माने अति सठिकतार सहित को भाविसंती दैट ऑन्ट शुड हाव ए मंथली अलाउंसेस माँ को कौन से जो माउस को कौन दिया दरकार ना गोटे मंथली गोटे मासिक किसी भत्ता आकार रे किसी पावना दरकार दिस इज आवर डिसीजन यह हूँ आमर निष्पत्ति बा यह हूँ आम पंचर बा पंचायतर निष्पत्ति इफ यू डू नॉट एग्री टू पे द मंथली एक्सपेंसेस इफ यू डोंट एग्री जो तुम्हें सहमत न हुआ बा तुम्हें राजी न हुआ टू पे द मंथली एक्सपेंसेस ए मासिक व्यय देवाई देन द प्रॉपर्टी शुड बी रिटर्न टू हर
ତେବେ ତାହେଲେ କ'ଣ ହେବ ନା ତୁମେ କ'ଣ କରିବ ନା ତାଙ୍କର ସେଇ ସମ୍ପତ୍ତିଟିକୁ ଫେରାଇ ଦେବ ହେଲା। ଠିକ୍ ଅଛି, ଯଦି ତୁମେ ତାଙ୍କୁ ସେଇ ମାସିକ ବ୍ୟୟ ନ ଦେଇପାରିବ ତାହେଲେ ତାଙ୍କଠୁ ପାଇଥିବା ସେ ସମ୍ପତ୍ତିଟିକୁ ଫେରାଇ ଦେବ। ଠିକ୍ ଅଛି, ଏଇଠି ସରିଯାଉଛି ତୁମର ୟୁନିଟ୍ 2। ତ ନେକ୍ସଟ କ୍ଲାସ୍ରେ ଆମେ ୟୁନିଟ୍ 3 ଆଣ୍ଡ 4କୁ ଡିସ୍କସ୍ କରିବା। ତ ଆଜି ପାଇଁ ଏତିକି ହିଁ ମୁଁ କ୍ଲାସ୍କୁ ଏଠି ଆମେ ଏଣ୍ଡ ଅପ୍ କରୁଛୁ। ଥ୍ୟାଙ୍କ ୟୁ, ଥ୍ୟାଙ୍କସ୍ ଟୁ ଅଲ୍ ଅଫ୍ ୟୁ।